ଗାଁରେ ଚାଲିଛି ଗଣେଶ ପୂଜା। ଗଣେଶଙ୍କର ବିସର୍ଜନ ପାଇଁ ସମସ୍ତେ ପୁରା ବ୍ୟସ୍ତ ବହୁଳ। ରୋଷେଇ ହେଉଛି, ତଥାପି କିଏ ପିଆଜ ଘାଣ୍ଟୁଛନ୍ତି, ତଥାପି କିଏ ମସଲା ଘାଣ୍ଟୁଛନ୍ତି। ସିଏ କହୁଛି ମୁଁ ମସଲା ଘାଣ୍ଟିବି, ଇଏ କହୁଛି ମୁଁ ମସଲା ଘାଣ୍ଟିଲେ ଟେଷ୍ଟ ହବ। ତଥାପି ତା ଭିତରେ ସମସ୍ତେ ଦେଖିବା ପାଇଁ ଭାରି ବ୍ୟସ୍ତତା ଭିତରେ। ତା ଭିତରେ ଆଳୁ କଟା ହେଇକି ବର୍ତ୍ତମାନ ପଳେଇ ଆସିଲା। ଆଳୁ ବର୍ତ୍ତମାନ ତା ଦେହରେ ତରକାରୀ ଦେହରେ ଅଜଡ଼ା ହେଲା। ଅଜାଡ଼ିଲା ପରେ ପୁଣି ମସଲାକୁ କଷେଇବାରେ ସମସ୍ତେ ଲାଗିଲେ। ଜଣକ ପରେ ଜଣେ, ଜଣକ ପରେ ଜଣେ ସମସ୍ତେ କଷିବା ପରେ ଧୀରେ 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 ତାପରେ ପୁଣି ଆଳୁ କଷିଗଲା ପରେ ପୁଣି ଗଣେଶ ବିସର୍ଜନ ପାଇଁ ବ୍ୟସ୍ତତା ଭିତରେ ହେଲେ। ଗଣେଶଙ୍କୁ ପୁଣି ଅଟୋରେ ବୁଲେଇ ଗାଁ ଗାଁ ବୁଲେଇକି ପିଲାମାନେ ନୂଆ ନୂଆ ଗଞ୍ଜି ସବୁ କରିଛନ୍ତି, ମାନେ ଗଣେଶ ପୂଜା ପାଇଁ। ଏଇ ତଥାପି ଏଇଠି ଗଣେଶ ପୂଜାରେ ଆମର ବଡ଼ ବୋଉ କହୁଛି ମୁଁ ଫଟୋ ଉଠେଇବି। ବଡ଼ ବୋଉ ଫଟୋ ଉଠିଲା ପରେ ପିଲାମାନେ ସବୁ ଗଞ୍ଜି, ନୂଆ ନୂଆ ଗଞ୍ଜି ବି ବିଭିନ୍ନ ପ୍ରକାର କରିଥିଲେ, ଡେକୋରେସନ୍ ବି ହେଇଥିଲା। ତା ଭିତରେ ନଙ୍ଗା ନାଚ ମସ୍ତିରେ ପୁରା ମାତିଗଲେ ଗାଁ ସାରା। ଦେଖୁନାହାନ୍ତି କେମିତି ପ୍ରକାର ଡେଉଁଛନ୍ତି, ମାନେ ଯାହାକି ସତେ କ'ଣ ଭାଙ୍ଗ କି ମଦ ପିଇଛନ୍ତି କି।